ଆଜି ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ କିଛି ଏଭଳି ବୟାନ ଦେଇଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 2025 ଏସିଆ କପ୍ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ପାକିସ୍ତାନ ମ୍ୟାଚ୍ ବ୍ୟାପକ ହଇଚଇ ସୃଷ୍ଟି କରିଛି। ହାତ ମିଳେଇବା ବିବାଦକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଏସିଆ କପ୍ ବର୍ଜନ କରିବାକୁ ଧମକ ମଧ୍ୟ ଦେଇଥିଲା। ଏବେ ଭାରତ ଏବଂ ପାକିସ୍ତାନ ସୁପର 4 ମ୍ୟାଚରେ ପୁଣି ଥରେ ମୁହାଁମୁହିଁ ହେବାକୁ ମଧ୍ୟ ଯାଉଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ପାକିସ୍ତାନ ଦଳ ସହିତ ହାତ ମିଳେଇବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ମଧ୍ୟ ଦେଇଛନ୍ତି। ଭାରତ ବନାମ ପାକିସ୍ତାନ ସୁପର 4 ମ୍ୟାଚ୍ ପୂର୍ବରୁ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କୁ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ଦଳ ସହିତ ହାତ ମିଳେଇବା ବିଷୟରେ ପଚରା ଯାଇଥିଲା। କିନ୍ତୁ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ। ପାକିସ୍ତାନ ଦଳ ସହିତ ହାତ ମିଳେଇବା ପ୍ରଶ୍ନରେ ସୂର୍ଯ୍ୟ କୁମାର ଯାଦବ କହିଛନ୍ତି ଯେ ଏଠାରେ ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ଏକ ମହା ପ୍ରତିଯୋଗିତା ହେବ ଏବଂ ଏହା ଏକ ଚାପପୂର୍ଣ୍ଣ ମ୍ୟାଚ୍ ମଧ୍ୟ ହେବ। ମୁଁ ପୂର୍ବରୁ ମଧ୍ୟ କହିଥିଲି ଯେ ଷ୍ଟାଡିୟମ ଲୋକଙ୍କର ପରିପୂର୍ଣ୍ଣ ହେବ। ତୁମେ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିବା ଏବଂ ମ୍ୟାଚ୍ ଉପଭୋଗ କରିବା ଭଲ ହେବ।